शास्त्रीय कंठशिल्पी पद्मश्री श्रीमती श्यामामणि पट्टनायक हे महेशी आपण सुललित कंठरे अमृतर वर्षा भावर लहरी सातसुर और नवरसर मधुर मूर्छना आकाशवाणी दूरदर्शन भारत वर्षर देश विदेश सबुठी आपणकर स्वरर अम्लान स्वाक्षर से आपण पद्मश्री उपाधि अलंकृत आपण पारदर्शितार ना अच्छी पटान्तर ना अच्छी विकल्प आपण भली प्रतिभामयी यशस्विनी को जीवनव्यापी संगीत साधना आम स्वतंत्र सम्मान सुरेंद्रनाथ घड़ी स्मृति सातसर सम्मान में संबर्धित कर निजक धन्य मन करुचु आपणकर साधना आम प्रेरणा उमा भाव परिवार। मु प्रथमे प्रभु जगन्नाथ को प्रार्थना करी मो कलाकार भाई भौणी माने समस्ते सुस्थ रुहंतु भलरे रुहंतु तांको कला मो भाई भौणी माने कलाकार भाई भौणी माने मोर परिवार समस्ते सबु जगह उच्च स्थान उच्च कोटर कलाकार रुहंतु ताहा ही मोर प्रार्थना सेतिके मु सब बेले मो भाई भौणी को आशा करे जळुथिबा महादीप बाजुथिबा शंख नीलाद्रि मंडपे विजे प्रभु जगन्नाथ शुभुथिबा घंटा घंटा मंगल आरती मो आखिरे नाचुथिबा चतुर्धा मूर्ति ए कालरे सते जीव जीव चली मुखे गाउथिबी जय जगन्नाथ बोली 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 जय कला जय कलाकार आपण मंचरे रुहतु एबे आमे सम्मानित करिबु नारे सिना दुखी लगी कि सब सुखी व्यक्तित्व आम समस्त सम्माननीय कंठशिल्पी संगीत निर्देशक श्रीजुक्त दुखीश्याम त्रिपाठी महोदय को अनुरोध करुच्ची से मंच को आसबे और सम्मानित हेबे। श्रीजुक्त दुखीश्याम त्रिपाठी कंठ नियारा व्यक्तित्व नियारा हस नियारा
ସବୁବେଳେ ନିଆରାପଣରେ ବଞ୍ଚୁଥିବା ମଣିଷ ଏବଂ ହସୁଥିବା ମଣିଷ ଏବଂ ଦିଶୁଥିବା ମଣିଷ ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ତ୍ରିପାଠୀ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିବେ ସାହାଯ୍ୟ କରିବେ ସମ୍ମାନିତ ହେବାରେ ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ତ୍ରିପାଠୀ ମହୋଦୟଙ୍କୁ। ଏବଂ ଏଇଠି ମୁଁ ଆଉ ଗୋଟେ କଥା କହିଦିଏ, ଆମରା ମ୍ୟୁଜିକ୍ ତରଫରୁ ସବୁ ସମ୍ମାନିତ ବ୍ୟକ୍ତିତ୍ୱମାନଙ୍କୁ ଗିଫ୍ଟ ଅଛି, କିଛି ଗୋଟେ ଗିଫ୍ଟ ଦେଇଛନ୍ତି, ସେ କିଛି ଉପହାର ଦେଇଛନ୍ତି, ସେ ଉପହାର ମଧ୍ୟ ସେମାନଙ୍କୁ ପ୍ରଦାନ କରିବେ ଶ୍ରୀଯୁକ୍ତ ଦେବାଶିଷ ବାବୁ। ସେ ଯଦି ଅଛନ୍ତି ମଞ୍ଚ ପାଖକୁ ଆସନ୍ତୁ। ଏବଂ ଏବେ ସମ୍ମାନିତ ହେବେ ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ମାନପତ୍ର ପାଠ କରିବେ ମିହିର ମୋହନ। ଓଡ଼ିଶାର ବିଶିଷ୍ଟ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ତ୍ରିପାଠୀ, ଏ ମହାଶୟ ଆପଣଙ୍କ କଣ୍ଠରେ ଭାବର ଭଜନ ଛୁଟାଏ ଭକ୍ତିର ପ୍ଲାବନ। ଆଖି ବୁଝିଦେଲେ ଲାଗେ ଆପଣ ସତେକି ବାଣୀକଣ୍ଠ ନିମାଇ ହରିଚନ୍ଦନ। ସହାସ୍ୟ ବଦନ, ନା ଅଛି ଗର୍ବ, ନା ଅଛି ଅହଙ୍କାର, ବିଭୁ ପାଦ ତଳେ ସମର୍ପିତ ଆପଣଙ୍କ ଜୀବନ। ଆପଣଙ୍କ ପ୍ରତିଭାକୁ ଶତ କୋଟି ପ୍ରଣାମ। ଆପଣଙ୍କ ପାଇଁ ଝରୁଥାଉ ନୀତି ସେଇ କଳା ଠାକୁରଙ୍କ ସୁଭାଷିତ। ଆପଣଙ୍କ ପରି ଜଣେ ଅନନ୍ୟ କଣ୍ଠଶିଳ୍ପୀକୁ ଆଜି ଆମେ ସୁରେନ୍ଦ୍ରନାଥ ଘଡ଼େଇ ସ୍ମୃତି ସାତଶର ସମ୍ମାନରେ ସମ୍ମାନିତ କରି ଗର୍ବିତ ଓ ମାଓ ପରିବାର। ଧନ୍ୟବାଦ। ମୁଁ ଏବେ ଅନୁରୋଧ କରିବି ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ତାଙ୍କ କଣ୍ଠରେ ମଧ୍ୟ ପଦେ ଶୁଣିବା, ସେ ଗୀତ ହଉ ବା କଥା ହଉ, ଆଶୀର୍ବଚନ ହଉ। ନା ଗୀତ ହିଁ ଶୁଣିବା। ଆପଣମାନେ ଜାଣନ୍ତି ସମସ୍ତେ ପଦେ ପଦେ ମୁଁ ଗାଇ ଆଣି ଭାଷଣ ଦେଲେ କହିବାକୁ ମୋତେ ବହୁତ ଭୟ ଲାଗେ। ବିଧି ଅଛି ସମ୍ବର୍ଦ୍ଧନା ଉତ୍ତର ଦେବା ପାଇଁ, ସେ ବିଧି ରଖିବା ପାଇଁ ପଦେ ଗାଇକି ଶୁଣେଇବି। କେତେ ଦିନ ଧନ ଦେଖିନି ନୟନ ତ କଳା ସୁନ୍ଦର ବଦନ হে জগমোহন হে জগমোহন চাতক যেমন্তে লড়ু থাই ঘন তেমন্ত তো পাই মো প্রাণ জগমোহন হে জগমোহন বহু দূর শ্রীক্ষেত্রটি ଯିବାକୁ ମୋ ନାହିଁ ଶକତି ଯିବାକୁ ମୋ ନାହିଁ ଶକତି ନାହିଁ ମୋର ଘୋଡ଼ା କି ହାତୀ ନାହିଁ ଜାନ ସବାରି ସାଥୀ ତୋ ଡୋରି ମତେ ଲଗେଇ ଦେ ରେ ତୋ ଡୋରି ମତେ ଲଗେଇ ଦେ ରେ ଲଭିବି ତୋହର ଦର୍ଶନ ହେ ଜଗମୋହନ হে জগমোহন হে জগমোহন। ଧନ୍ୟବାଦ ସାର୍। ଏବେ ଆମେ ସମ୍ମାନ ପର୍ବକୁ ଟିକେ ଆଗକୁ ବଢ଼େଇ ନେବା। ଆମ ଗହଣରେ ଅଛନ୍ତି ସମସ୍ତଙ୍କ ଅଧିକାଂଶ ଅନେକଙ୍କ ଗୁରୁ ଶ୍ରୀଯୁକ୍ତ ଏ ମହେଶ୍ୱର ରାଓ, ସଙ୍ଗୀତ ଗୁରୁ ତଥା ଗାୟକ। ଏ ମହେଶ୍ୱର ରାଓ ନାମ ହିଁ ଯଥେଷ୍ଟ ସମ୍ମାନୀୟ ବ୍ୟକ୍ତିତ୍ୱ, ସବୁବେଳେ ନିଜ ନିଜର ଲାଗୁଥିବା ବ୍ୟକ୍ତିତ୍ୱ ଏବଂ ଦେଖିଲେ ଆପେ ମଥା ନଇଯାଏ ଯାହାକୁ, ସେ ହେଉଛନ୍ତି ଏ ମହେଶ୍ୱର ରାଓ। ତାଙ୍କୁ ଅନୁରୋଧ କରିବି ସେ ମଞ୍ଚ ଉପରକୁ ଆସିବେ ଏବଂ ସମ୍ମାନିତ ହେବେ। ସମ୍ମାନିତ କରିବେ ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏବଂ ଅନ୍ୟମାନେ। ମାନପତ୍ର ପାଠ କରିବେ ଶ୍ରୀଯୁକ୍ତ ମିହିର ମହାନ୍ତି। ସାତଶର ସମ୍ମାନ 2023 ଉତ୍କୃଷ୍ଟ କଳାର କ୍ଷେତ୍ର ଉତ୍କଳର ଚିରବରଣ୍ୟ ବରପୁତ୍ର ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ବିଶାରଦ ଗୁରୁ ଶିରୋମଣି ଶ୍ରୀଯୁକ୍ତ ଏ ମହେଶ୍ୱର ରାଓ। ହେ ମହାନ ଭବ, ଅଖଣ୍ଡ ପ୍ରତିଭାର ଅଧିକାରୀ ଆପଣ, ଯେ କି ସଙ୍ଗୀତ ସାଧନା କ୍ଷେତ୍ରରେ ନିଜ ଦୁର୍ଲଭ ଜୀବନକୁ କରିଛନ୍ତି ସମର୍ପଣ। ଆପଣଙ୍କ ସ୍ୱର ତାଳ ଛନ୍ଦରେ ଅମୃତର ମଧୁଗନ୍ଧ, ଯାହାକି ଆକାଶବାଣୀର ଶ୍ରୋତା ଓ ଦୂରଦର୍ଶନ ଦର୍ଶକମାନଙ୍କୁ କରିପାରିଛି ମନ୍ତ୍ରମୁଗ୍ଧ।
ଆପଣ ଶାସ୍ତ୍ରୀୟ ସଙ୍ଗୀତର ମହାମେରୁ ମହାମହିମ ମହାଗୁରୁ। ଆପଣ ଅନ୍ତର୍ନିହିତ ଗୁଣାବଳୀ ପାଇଁ ଆପଣଙ୍କୁ ସୁରେନ୍ଦ୍ରନାଥ ଗଡ଼େଇ ସ୍ମୃତି ସାତସ୍ୱର ସମ୍ମାନିତ କରି ଆମେ ଆଜି ଗର୍ବିତ ଓ ଗୌରବାନ୍ୱିତ। ଓ ମାମା ପରିବାର ସମସ୍ତ ଭାଇମାନଙ୍କୁ ଏବଂ ସଙ୍ଗୀତ କଳାକାର ମାନଙ୍କୁ ଏତେ ଭଲ ସଂସ୍ଥା ଯୋଉଟାକି ମୋ ମନରେ କଳ୍ପନା ଥିଲା। ମୁଁ ଜାଣିନଥିଲି ଯେ ମୋ ଗୋଟେ ଅନୁଷ୍ଠାନ ଅଛି ବୋଲିକି। କାରଣ ଯେତେବେଳେ ମୁଁ ଦିଲ୍ଲୀରୁ ଏଠିକି ଆସିଲି, ମୁଁ ଦିଲ୍ଲୀରେ ଆସିବା ନଥିଲା ମୋ ପିଲାମାନେ କହିଲେ କାହିଁ କଟକ ଯିବ, ସେଠି କିଛି ନାହିଁ, ପଳେଇ ଖାଲି କଟକ ଦହିବରା ଖାଇବାକୁ ଯିବ। ମୁଁ କହିଲି ନା, କଟକ ହେଉଛି ମୋ ଜାଗା, ମୁଁ ସେଇଠି ହିନ୍ଦୁସ୍ତାନୀ ସଙ୍ଗୀତର ପ୍ରଚାର କରିବି ହିଁ କରିବି। ମୁଁ ଏଇଥିପାଇଁ ଟ୍ରାନ୍ସଫର ନେଇକି ପଳେଇ ଆସିଲି। କିନ୍ତୁ ଏଠି ଯେତେବେଳେ କରୋନା ଯେତେବେଳେ ହେଲା, ବିଶ୍ୱାସ କରନ୍ତୁ, ମୁଁ ପ୍ରଥମ କଥା ଭାବୁଥାଏ ଆମେ ଚାକିରି କରୁଛୁ, ପେନସନ ପାଉଛୁ, ଆମେ ଚଳି ଯାଉଛୁ। ଯେଉଁମାନେ ମୋର ସାଙ୍ଗରେ ତବଲା ବଜାଉଥିଲେ, ସୁକାନ୍ତ ପ୍ରଧାନ ଆପଣଙ୍କ ନାଁ ଶୁଣିଥିବେ, ଆସିକି କାନ୍ଦିଲା ଯେ ଆମେ କ'ଣ କରିବୁ, ଟ୍ୟୁସନ କରିବା ବନ୍ଦ ହେଇଗଲା, ପ୍ରୋଗ୍ରାମ କରିବା ବନ୍ଦ ହେଇଗଲା, ଦିମୁଠା ଖାଇବାକୁ ତବଲା ପଇସା ଆଣିବା ପାଇଁ ଖାଲି ଭଗବାନ ଡାକୁଥାଏ। ବୋଲି କେମିତି କରୋନା ଯିବ, ଏ କଳାକାର ଭାଇମାନେ କରୁଥିବେ କ'ଣ? ମୋରି କଳାକାର ଭାଇମାନେ ପରିବା ଯାଇକି ଦେଖିଛନ୍ତି, ମୁଁ ଦେଖିଛି ନିଜ ଆଖିରେ। ଏହାଠୁ ଭଳି ଦୁଃଖର କଥା ନାହିଁ। କିନ୍ତୁ ଉମାବା ଏଡ଼େ ବଡ଼ ସତ୍କର୍ମ କରୁଛି, ତାଙ୍କୁ ସାଧୁବାଦ ଦେବା ସଙ୍ଗେ ସଙ୍ଗେ ମୁଁ ତାଙ୍କୁ ପ୍ରଣାମ ଜଣାଉଛି ଏବଂ ଭଗବାନ କରନ୍ତୁ ସେମାନଙ୍କର ଦୀର୍ଘାୟୁ ହେଉ ଏବଂ ସେମାନଙ୍କର ଏ ମନୋବୃତ୍ତି ଏମିତି ରହିଥାଉ, ଆନନ୍ଦରେ ରୁହନ୍ତୁ। କାରଣ ସଙ୍ଗୀତ ଭିତରେ ସାଧାରଣତଃ ଏ ପ୍ରକାର ଅନୁଷ୍ଠାନ ହେବା ଭାରି କଷ୍ଟ, କିନ୍ତୁ ଏଇଠି ହେଇଛି। ଧନ୍ୟବାଦ ସମସ୍ତେ। ମୁଁ ଜାଣିନି କିଏ କିଏ ଅଛନ୍ତି, ମୁଁ ଖାଲି ଜାଣିଛି ଅରୁଣ ବାବୁଙ୍କୁ ସକାଳେ ସମସ୍ତଙ୍କୁ ଧନ୍ୟବାଦ ମୁଁ ଦେବି ଏବଂ ସମସ୍ତଙ୍କୁ ମୋ ହୃଦୟ ଦେଶରୁ ଅଭିନନ୍ଦନ ଜଣାଇବି ଯେ ଅନୁଷ୍ଠାନ ଏମିତି ଚାଲିଥାଏ। ଜୟ ଜଗନ୍ନାଥ। ଧନ୍ୟବାଦ ସାର୍। ଏବେ ମୁଁ ମଞ୍ଚକୁ ନିମନ୍ତ୍ରଣ କରିବି ଶ୍ରୀଯୁକ୍ତ ଅନିଲ ପାଣିଗ୍ରାହୀ ମହାଶୟ, ଆଡମିନିଷ୍ଟ୍ରେଟିଭ ଅଫିସର ହାଇଟେକ୍, ସେ ମଞ୍ଚରେ ଉପବେଶନ ହେବେ। ଏବଂ ଅସୀମା ପଣ୍ଡା ଯଦି କୋଉଠି ଅଛନ୍ତି ଟିକେ ମଞ୍ଚ ପାଖକୁ ଆସିବେ। ମୁଁ ବର୍ତ୍ତମାନ ଯାହାକୁ ସମ୍ମାନିତ କରିବା ପାଇଁ ଡାକୁଛି, ସେ ହେଉଛନ୍ତି ଗୀତିକାର, ଯାହାଙ୍କ ଶବ୍ଦରେ ବ୍ରହ୍ମ, ଯାହାଙ୍କ ଶବ୍ଦରେ ପଦ୍ମ, ଯାହାଙ୍କ ଶବ୍ଦରେ କୁହୁ, ଯାହାଙ୍କ ଶବ୍ଦରେ ଉହୁ, ସେ ହେଉଛନ୍ତି ଆମର ବରିଷ୍ଠ ଗୀତିକାର ଶ୍ରୀଯୁକ୍ତ ସଚି ମହାନ୍ତି। ମୁଁ ଶୈଳ ବାବୁଙ୍କୁ କହୁଛି ଅଭିମାନ। অভিমানিনী অমানি আখি নাচে 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 যায়, সে হারাই তনু মন ফুল কুমারী ফুলি ফুলি খোঁজে, আজি বিরাতটি শুনে খার গঞ্জন অভিমানিনী। ଧନ୍ୟବାଦ। ମୁଁ ମିହିର ମହାନ୍ତଙ୍କୁ କହିବି ମାନପତ୍ର ପ୍ରଦାନ କରିବା ପାଇଁ। ଗୋଟିଏ ଧାଡ଼ି ହିଁ, ଗୋଟିଏ ଗୀତ ହିଁ ତାଙ୍କର ପରିଚୟ। ଆମେ ଯେତେ ମାନପତ୍ର ଲେଖିଲେ, ଯେତେ ମାନପତ୍ର ପଢ଼ିଲେ କମ୍ ହେବ, କାରଣ ଏଭଳି ଏକ ଗୀତର ଗୀତିକାରଙ୍କୁ ଆଜି ଆମେ ସମ୍ମାନିତ କରି ନିହାତି ଭାବରେ ଗର୍ବିତ। ଶ୍ରୀଯୁକ୍ତ ସଚି ମହାନ୍ତି ସମ୍ମାନିତ ହେଉଛନ୍ତି। ମୁଁ ଶ୍ରୀଯୁକ୍ତ ସଚି ମହାନ୍ତଙ୍କୁ ଅନୁରୋଧ କରିବି ଦୁଇ ପଦ ନିହାତି କହିବେ। ସମସ୍ତଙ୍କୁ ମୋର ନମସ୍କାର। ଏତେ ବଡ଼ ଗୋଟେ ସଙ୍ଗୀତ ଏବଂ ଏ ପବିତ୍ର ଆସରରେ ଆପଣଙ୍କୁ କ'ଣ କହିବି, ମୋ ପାଖରେ ସେମିତି କିଛି ଭାଷା ନାହିଁ। ମୋର ମନେ ପଡ଼େ ଅରୁଣ କଥା, ସିଏ ଏମିତି ଭାବରେ ମୋତେ ମନେ ରଖିଛି ଆଉ ଭୁଲି ପାରିନି ଏପର୍ଯ୍ୟନ୍ତ ବି।
ସେହି ଖୋଜି 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 ମୋତେ ଆଣି ପୁଣି ଏଠି ଆପଣଙ୍କ ଆଗରେ ଛିଡ଼ା କରିଦେଇଛି ମୋର ପ୍ରିୟ ଗୀତିକାର ଅରୁଣ ମନ୍ତ୍ରୀ ଆଉ ଉମାବା ସଂସ୍ଥା ମଝିରେ ମୋତେ ସାହାଯ୍ୟ ସହଯୋଗ କରିଛନ୍ତି ମୋର ମାନେ ଅଛି। ତାଙ୍କ ପାଖରେ ମୁଁ ଋଣୀ ହେଇଯାଇଛି। ଆଉ ମୋର ପ୍ରିୟ କଣ୍ଠଶିଳ୍ପୀ ବିଭୁ ବାବୁ, ମୋର ପ୍ରିୟ ମ୍ୟୁଜିକ୍ ଡାଇରେକ୍ଟର ନିର୍ଦ୍ଦେଶକ ମନ୍ମଥ ବାବୁ ଏବଂ ପ୍ରଶାନ୍ତ ବାବୁ, ଆଉ କେତେ କେତେ ସମସ୍ତଙ୍କ ନାମ ମୋର ମନେ ପଡ଼ୁନାହିଁ। ବୟସ 77ରେ ପହଞ୍ଚିଲାଣି। ତେଣୁ ଯାହା ବି ହେଉ ସେମାନଙ୍କର ସ୍ନେହ, ସେମାନଙ୍କର ଶ୍ରଦ୍ଧା, ସେମାନଙ୍କର ସଦ୍ଭାବନା, ସେମାନଙ୍କର ମୋ ପ୍ରତି ଭକ୍ତି ଆଉ ସମ୍ମାନ ମୋତେ ଆଜି ମଣିଷ ପଣିଆ କରି ସେ ମଣିଷରେ ଠିଆ କରିପାରିଛି। ଏତିକି ମାତ୍ର ଆପଣମାନଙ୍କୁ ମୁଁ କହିପାରିବି ଯେ ଭଲ ପାଇବାର ଫଲକୁ ନ ବୁଝି ନାଟକ କରୁଛି ଯିଏ, ମୁଁ ତାକୁ ଛାଡ଼ୁନି ସେଇ ନାଟକର ଶେଷ ନ ଦେଖିଲା ଯାଏ। ଭଗବାନ ଜଗନ୍ନାଥ ମୋ ପାଇଁ ଅଛନ୍ତି ପ୍ରତ୍ୟେକ କ୍ଷେତ୍ରରେ। ଆଜି ମୁଁ ଯେଉଁ ପରିସ୍ଥିତି ଭିତରେ ଦେଇ ଗତି କରୁଛି ସେଟା କହିବା ମଞ୍ଚରେ ଠିକ୍ ନୁହେଁ। ଜଗନ୍ନାଥ ଯେମିତି ଅମାକୁ କହିଛନ୍ତି ସଚିକି ଟିକେ ଦେଖିବ, ସେ ମୋତେ ଅନେଇଛନ୍ତି। ମୋର ଆଉ ଭୟ କିଛି ନାହିଁ। ସେମାନେ ଅଛନ୍ତି, ମୋର ଅରୁଣ ଅଛି, ମୋର ମନ୍ମଥ ଅଛି, ମୋର ପ୍ରଶାନ୍ତ ଅଛନ୍ତି, ଅଛନ୍ତି। ଆଉ ଖୁସି ଲାଗିଲା ମୋତେ ଜୀବନର ପ୍ରଥମ ଗୀତ, ଓଡ଼ିଆ ଆଧୁନିକ ଗୀତର ପ୍ରଥମ ଲେଖା ଗୀତ ଶୁଣି ଦେଉଛି। ବନଜେନା ଗାଇଛନ୍ତି। ଖାଲି ମୋ ଲେଖାର ପ୍ରଥମ 1968 ମସିହାରେ ମୁଁ ଲେଖିଥିଲି, ରାଜକୁମାରୀ, ଚିରକୁମାରୀ, ସ୍ୱପ୍ନକୁମାରୀ, ମନକୁମାରୀ ଟିକେ ରହିଯାଆନା, ମୋ ହୃଦୟ ଚିରି ବୁକୁକୁ ଯାଇ ମରମ ଘାରି ଦହନ କରି ଆଉ ଫେରିଯାଆନା। ଇଏ ହେଉଛି ମୋ ଜୀବନର ପ୍ରଥମ ପାଠ। ତାପରେ ତ ଚାଲିଛି ସବୁ ସେ ଜଗନ୍ନାଥଙ୍କ ଇଚ୍ଛା। ମୁଁ ଗୀତ ଲେଖେ ନାହିଁ। ଜଣେ ଗୀତିକାର ଯଦି କହେ ଯେ ମୁଁ ଗୀତ ଲେଖୁଛି, ନା, ଗୀତ ଆମଠାରୁ ଲେଖି ନିଆଯାଉଛି। ତାହା ହେଉଛି ଉପରବାଲାର ଆଶୀର୍ବାଦ। ভজি ভজি তো নাম চকা নয়ন যাও জীবন প্রভু দিনে না দেখিলে তো কলা বদন মোর শরীরে দিন ভজি ভজি চকা নয়ন যাও জীবন প্রভু দিনে না দেখিলে তো কলা বদন শরীর ଧନ୍ୟବାଦ ଷୋଳପା। ଏବେ ସମ୍ମାନିତ ହେଉଛନ୍ତି ଶ୍ରୀମତୀ ଶାନ୍ତିଲତା ବାରିକ ଛୋଟରାୟ, ଯାହାଙ୍କ କଣ୍ଠ ନିଆରା। ଶ୍ରୀମତୀ ଶାନ୍ତିଲତା ବାରିକ ମହୋଦୟ ଏବେ ସମ୍ମାନିତ ହେଉଛନ୍ତି। ଏବେ ଅନୁରୋଧ କରିବି ଶାନ୍ତିଅପା 2 ଧାଡ଼ି କହିବେ, ନହେଲେ ଗାଇବେ, ଯାହା ବି କରିବେ। ଗାଇବେ। जय जगन्नाथ। जगन्नाथ को नहीं मोर परिचय आपण मैंने समस्ते जगन्नाथ अंश विशेष। मुझे आपण पाखे ठिया से जगन्नाथ बहुत भल लगुच कलाकार भाई मान भितर ओमेव परिवार किए को कलार आसी तो अलग कथा, किंतु ओमेपा को चिन्हट करा सब बड़ जिनस। गोटे कलाकार को एमती सम्मान दबा आम ओडिशा इतिहास प्रथम यहाँ। तेणु मु जगन्नाथ को ये निवेदन करी, जीतू बाबू हूँ, अरुण हो, आ सब भाई मैंने हूँ, सार तो ये पाखे केड़े सुंदर गाँव सब देखुची। ये गोटे नुआ गीतटे देखुली ना टी मन पड़नी, माने पुराणा जागर माने पुराणा बहुत बढ़िया सी। तो तेणु सुर लय मुझे बुझीपारे एत सुंदर केमती गाँव। प्राय आप सब गीत गुड़िक शुणुची। हो बहुत धन्यवाद। समस्त को शांति दिए ही संगीत, समस्त मन में सेटा रहू। आम तो चल गोटे साहाय्यकारी संस्था, साहाय्य नहीं भल पाइबा, कलाकार मान को भल पाइबा, से आनी मंचस्थ करवा। जगन्नाथ करते ये संस्था एमती चलता। मु प्रभु को कौन मागिबी, आपण मैंने एत प्रकार सब गाइबे। हाँ गीतटे प्रथम
जदि मते मनीष जन्म देल ठाकुरे एतिकरे सीमित रखनी और जो जगह सीमित रखी मु सेठी आपन मागुची सबु बंधन खोली दे प्रभु तुम्हारी बंधने रखा तुम्हारी बंधने रखा तुम प्रेम डोरी मगणारे भिड़ी टाणी नियो तुम पाख तुम्हारी बंधने रखा प्रभु तुम्हारी बंधने रखा जदि केबे मनुष्य जन्म दियंती आउ थरे तुम्हारी ना गई तुम्हारी चारिपटे बुली थाए एतके दर्शक प्रति था जय जगन्नाथ। धन्यवाद श्रीमती शांतिलता बारिक छोटरा मु एबे जहां मंच को डाकिबी मते गोटे ऋतु भारी भल लागे से ऋतु रे घास फूल फुटे काश फूल फुटे आ जतले काश फूल फुटे सेते बळे माँ आसंती धरा को असुर को नासिबा पाई आ माँ आसिले सब पार्वण पार्वण लागे सेते बळे शरत खूब खुशी आनी आसे मु काहाकू आउ डाकिबी नहीं से होचंती आम समयर बा आम पूर्वर जने बहुत बड़ तबला वादक श्रीयुक्त शरत पाणी महाशय जेतेबेले आपण देखिथिबे काली नाग उपरे कृष्ण नाचिला भलिया तबला तांका अंगुठी नाचे श्रीयुक्त शरत पाणी तांकू अनुरोध करिवे मंचासीन हेबे एवं सम्मानित हो मीर महंत को अनुरोध करिवे से पाठ करिवे मानपत्र सातसर सम्मान 2023 कलाक्षेत्र उत्कल सुयोग्य संतान सुनामधन्य तबला वादक और तालवाद्य संयोजक श्रीयुक्त शरत पाणी महाशय ना ग्रीष्म ना शीत ना बसंत काशतंडी फूल कहे फेरी शरत आकाशर झरे काकर पाणी तबला बजाती शरत पाणी आपण तबला तोले ताले ताले अभिनव छंद तब बोले तबला ताने ताने कहला गाइबा नुहे संभव नाही जदि तालवाद्य आकाशवाणी दूरदर्शन मंच रेकर्डिंग स्टूडियो थिएटर रु यात्रा रंगमंच एटी सेटी सबुटी आपणकर सुवर्ण स्वाक्षर तालर हस्ताक्षर आपण भली जड़े उद्यमान वाद्य विशारद को सुरेन्द्रनाथ गढ़ई स्मृति सातसर सम्मान सम्मानित करी निजको आम धन्य मन करुँ उमा परिवार सम्मानित होचंती श्रीयुक्त शरत पाणी महोदय समस्त प्रिय शरत भाई आ मात्र अल्प समय कार्यक्रम तापर खेल जारी रहिबो अपा गाई दे गले सचिन डायलॉग मारदी सब जे जा करी गले मोर तो आज्ञा हाथटा जदि एठी मो इंस्ट्रूमेंट अछि माने मोर अस्त्रटा अछि घरे तेकि मु कोन कहिबे नै पाठरे भी कहिबे किंतु मु या कहिबे जाओ आजिकार जो आयोजन बा आयोजक मन को मोर निष्ठ होबे मो कलाकार भाई मन मु सेति धन्यवाद देबी जाको एठी हमके डाकी छथि हां तेणु आउ गोटे कथा मु हेली मो सब्जेक्ट है अलग माने मोर है तबला माने आम हेले हिंदुस्तानी है ये ओडिसी हिंदुस्तानी कर्णाटकी बहुत प्रकार लोक अच्छा कि हिंदुस्तानी गायला लोक भाई तुम जगन्नाथ सहित आमर भी किसी संपर्क अच्छी संपर्क मान सका उठला माने आग दीटा आखि सफा करा लोक आम जगन्नाथ उठे लोक आम तेणुक जाओ जो आम कलाकार भाई मान जो ये आयोजन कर जगन्नाथ समस्त मंगल करूँ जुगनारी और जगजन्मा या छत्रे छत्रे प्रमाणित श्रोता और दर्शक हृदय कानभास सदा सर्वदा उद्भासित होछि आपनकर प्रतिच्छबि आपनक भଳି जणे अनन्या को अभिनंदित करी आम सुरेन्द्रनाथ गढ़ई स्मृति सातसर सम्मान रे सम्मानित करूछु उमा परिवार धन्यवाद मीर महांती
ଏବେ ସମ୍ମାନିତ ହେଉଛନ୍ତି ଆଉ ମାତ୍ର 3ଟି। ଆମେ ମଞ୍ଚକୁ ଅନୁରୋଧ କରିବି ଦେବାଶିଷ ବାବୁଙ୍କୁ ଆମର ମ୍ୟୁଜିକର ଯିଏ ଆମକୁ ସ୍ପନ୍ସର କରିଛନ୍ତି ସେ ସମ୍ମାନିତ ହେବେ। ଦେବାଶିଷ ବାବୁ ଅଛନ୍ତି କି? ଜିତୁ ଭାଇ, ଦେବାଶିଷ ବାବୁ ମଞ୍ଚକୁ ଆସିବା ହେବେ। ସ୍ୱାଗତ କରୁଛି। ସମ୍ମାନିତ ହେବେ ସୋମା ହୋତା ଯିଏକି ନୃତ୍ୟ ପରିବେଷଣ କରୁଥିଲେ, ଆମ ସମୟର ଜଣେ ସୁନ୍ଦର ନାୟିକା। ସାର୍ଙ୍କୁ ଅନୁରୋଧ କରିବେ ସମ୍ମାନିତ କରିବେ। ପ୍ରାକ୍ଟିକାଲ ଜିନିଷଟା ହେଉଛି ଯାହା ପେଟରେ ଯାହା ଭିତରେ ଭୋକ ଅଛି ସେ ହୋଟେଲ ଖୋଜିବ। ସେ 50 ବୁଲି ଖାଇଲା ପରେ ଜଣକ ଭଲ କି ଖରାପ ନା ବିଲକୁଲ ଖାଉନଥିବା ଲୋକଟା ଯେଉଁ ବଳଦ ମୁହଁ ବୁଲାନ୍ତି ତାଙ୍କ କୁଣ୍ଡା ପକେଇଲେ ତୋରାଣି ପକେଇଲେ ମାନେ ଖାଇନା ଗୋଟେ ଛୋଟ ଦିନ ଗୋଟେ ଇଣ୍ଟରେଷ୍ଟ ଅଛି। ସେ ଇଣ୍ଟରେଷ୍ଟ ପାଇଁ ତ ଆଜି ମୁଁ ଆଜି ଲାଇନ୍ରେ ଆସିବି। ହଁ ଏଇଟା ତ ଗଲୁ ଆଉ ଗୋଟେ ଇଭେଣ୍ଟ ରହିବ ତ ବଡ଼ ଇଣ୍ଡିଆ ହେଲେ ଇଏ ମରିବନି ଭଲ ପର୍ଯ୍ୟନ୍ତ ଆଉ ଏମିତି କି ସଂସାର ନାହାନ୍ତି ଆଟି ଯିକି ବାନ୍ଧିକି ରଖିଦେଲା କେହି ବାନ୍ଧି ପାରିବେନି। ହରି ବ୍ରହ୍ମ ହେଲେ ବାନ୍ଧି ପାରିବେନି। ଧୋକା ଖାଇକି ଆଜି ଜାଗାରେ ପହଞ୍ଚି ସତ କଥା ଲାଇନ୍ଟା ତ ଜାଣିଥିବେ ଆପଣ ତ ବେଶୀ। ଏବେ ଖାଲି ମୁଁ ବିଭୁ ଦାସଙ୍କୁ କହିବି 2 ପଦ। ସାର୍ ଯିବା ପୂର୍ବରୁ 2 ପଦ ସେ କହିବା ପାଇଁ ଚାହୁଁଛନ୍ତି। ଏବେ ବିଦାୟ ନେବେ ଆମର ମୁଖ୍ୟ ଅତିଥି ଏବଂ ଆମ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ। আমার আজর মুখ্য অতিথি কেবল যে আডিশনাল চিফ সেক্রেটারি স্টেট গভর্নমেন্ট তা নুহ, সে জনে প্রতিষ্ঠিত গায়ক বি হয়ে গেলে ভিতরে। তেণু গোটে বড় কথা হল যে মোর প্রথমে যেত সাথে এই বিষয়ে কথা হল যে আমার সঙ্গীত নাটক একাডেমি যে আওয়ার্ডস গুড়িক দিয়া যাচ্ছে সেথিরে আমি সঙ্গীত নির্দেশক দৌনু লিরিসিস্ট যদি উপেন্দ্র ভঞ্জন নিজে যে আমি লিরিসিস্ট ଥିଲେ ସେ লিরিসিস্ট আওয়ার্ডটা ବି ଏ ବର୍ଷଠୁ ଡ୍ରପ୍ କରାଯାଇଥିଲା। ସାର୍ କମିଟ୍ କରିଛନ୍ତି ଖାଲି ଏତିକି ନୁହେଁ ତାଠୁ ଅଧିକା ଆୱାର୍ଡ ଆମେ ଦେବୁ ସବୁ କ୍ୟାଟେଗୋରୀରେ। ତେଣୁ ଥ୍ୟାଙ୍କ ୟୁ ଫର ଦି କମିଟମେଣ୍ଟ। ଆଉ ଆଜିଠୁ ସେ ଓବାମାର ମେମ୍ବରସିପ୍ ପାଇଁ ଆପ୍ଲାଏ କଲେ ଆଉ ଆଜିଠୁ ସେ ମେମ୍ବର ହିସାବରେ ଏନରୋଲ୍ଡ ହେବେ। ତେଣୁ ମୁଁ ତାଙ୍କର ଯୋଉ କମିଟମେଣ୍ଟ ପାଇଁ ମୁଁ ଆପଣମାନଙ୍କଠୁ ତାଳି ଚାହୁଁଛି ଯେ ଯୋଉ ସାର୍ ଯୋଉ କମିଟ୍ କଲେ ଯେ ସିଙ୍ଗିଂର ବହୁତ କ୍ୟାଟେଗୋରୀରେ ଏଥର ସଙ୍ଗୀତ ନାଟକ ଏକାଡେମୀର ଆୱାର୍ଡ ଇନକ୍ଲୁଡ୍ କରାଯିବ। ଧନ୍ୟବାଦ ସାର୍। ବହୁତ ଖୁସି ଲାଗିଲା ଯେ ସାର୍ଙ୍କର କାଲି ଯୋଉ ଗୀତଟି ରେକର୍ଡିଂ ହେଇଛି ସେ ଗୀତଟି ଆମେ ବଜେଇକି ଶୁଣେଇବୁ, କାରଣ ସାର୍ ଯିବା ପୂର୍ବରୁ ବ୍ୟସ୍ତ ବହୁଳ ଭିତରେ ସେ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି। ତା ପୂର୍ବରୁ ମୁଁ ଖାଲି ସୁଚିସ୍ମିତା ମ୍ୟାଡାମଙ୍କୁ ଖାଲି ସମ୍ମାନିତ କରିବି, ଆଉ ଜଣେ ଆମର ନୃତ୍ୟଶିଳ୍ପୀ ସାର୍ଙ୍କୁ ଖାଲି ଏଇଠି ଅନୁରୋଧ କରୁଛି ଖାଲି ସମ୍ମାନିତ କରିଦେବେ ଏବଂ ତାଙ୍କ ଗୀତଟି ଶୁଣିବା ଏବଂ କାର୍ଯ୍ୟକ୍ରମ ତାପରେ ଶେଷ କରିବା। ଗୁରୁଙ୍କୁ ଛାଡ଼ିଦେଲେ ଆମର ଟ୍ରାଇ ସେଇଟା ବି ପ୍ଲସ୍ ପଏଣ୍ଟ। ଗୁରୁ ଆମର ଏଇନା ଫୋନ୍ କରିଥିଲା ଅଧଘଣ୍ଟା ଯିବା କଥା ଜଗତସିଂହ ଯାଉଛନ୍ତି ଫୋନ୍ କରନ୍ତି ମୁଁ ତମ ଫଟୋ ମରା ହେଇକି ଆସିନ ଏଇଠି ନା ନାଇଁ ନାଇଁ ତାଙ୍କ ଟିମ୍ ଆସିଛି ମୟୂରଭଞ୍ଜ ମିଳିପାର ଦେଖିପାରୁଥିବେ। ବର୍ତ୍ତମାନ ଏଠି ଆମର ଚାଲିଥିଲା ପ୍ରତିଭା ସମ୍ମାନ ଓଡ଼ିଶା ମ୍ୟୁଜିକ୍ ପ୍ରିମିୟମ୍ ଲିଗ୍ ତରଫରୁ। ଆମର ବର୍ତ୍ତମାନ ଫାଇନାଲ୍ ମ୍ୟାଚ୍ ସେପଟେ ଖେଳ ହେବ, ତ ଆମେ ଯିବା ସେପଟେ ଦେଖିବା ଫାଇନାଲ୍ ମ୍ୟାଚ୍। ବର୍ତ୍ତମାନ ଦେଖିପାରୁଥିବେ ସେମିଫାଇନାଲ୍ ଖେଳ ଚାଲିଛି ଦେଶୀ ଟୋକା ସହିତ कटक मैदान में अब देसी टुका टॉस जीतने पहले गेंदबाजी का फैसला किया है। देसी टुके ने खिलाड़ी सारे देशी टोका सहित ह्यूमन 11 बर्तमान सेमिफाइनाल चलती जी जीतब सी फाइनाल को जीव देखी पारे।
I would like to request Yuvan Yadav next to please come out comment box. जोश हो रहा है मैदान में अब आवाज गुजरने वाली है तैयार है इसी